নহলে মুখ্যমନ୍ତ୍ରୀ ନିଜେ ଆଜି ଏ ରାଲିରେ ଉପସ୍ଥିତ ରହିକି ନିଶା ମୁକ୍ତିର ଆହ୍ୱାନ ଦେଇନଥାନ୍ତି। ଗୋଟିଏ ପଟେ ମନ୍ତ୍ରୀ କହୁଛନ୍ତି ମଦ ଦୋକାନ ଖୋଲିବ, ଆଉ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ କହୁଛନ୍ତି। ତେଣୁ ଗୋଟେ ସରକାରଙ୍କ ଭିତରେ ସମନ୍ୱୟ ଆସନ୍ତା, ବିଭାଗ ଭିତରେ ସମନ୍ୱୟ ଆସନ୍ତା, ହୁଏତ ସରକାର ଏଭଳି ଯୋଉ ବର୍ତ୍ତମାନ ଦେଖନ୍ତୁ ୟାକୁ ନେଇକି ବର୍ତ୍ତମାନ ସମାଲୋଚନା ଲୋକ ବିରୋଧୀ ଦଳ କରିବା ଆରମ୍ଭ କରିଛନ୍ତି। ସରକାରଙ୍କର ଦୁମୁହା ନୀତି ବୋଲି କହୁଛନ୍ତି। ଯୁବ ମାରାଥନ ଏବଂ ଅନ୍ୟପଟେ ପୁଣି ମଦ ଦୋକାନ ଖୋଲିବାକୁ ରାଜ୍ୟ ସରକାରଙ୍କ କଣ ପ୍ରତିକ୍ରିୟା ରହିବ ଏହା ଉପରେ? ଦେଖନ୍ତୁ ରାଜ୍ୟ ସରକାର ଯେତେବେଳେ ଭାରତୀୟ ଜନତା ପାର୍ଟି ନିର୍ବାଚନ ସମୟରେ ନିଶାମୁକ୍ତ ସମାଜ ଗଠନ ପାଇଁ ଗୋଟେ ଆହ୍ୱାନ ଦେଇଥିଲା, ସରକାରକୁ ଆସିଲା ପରେ ଆଶା କରାଯାଉଥିଲା ଯେ ସରକାରଙ୍କ ତରଫରୁ ସେମିତି ସେ ଦିଗରେ କିଛି ପଦକ୍ଷେପ ନିଆଯିବ। କିନ୍ତୁ ଯୋଉ ମଦ ଦୋକାନ ଗୁଡ଼ିକ ଚାଲିଥିଲା ତାକୁ ଚଲେଇଥିଲେ, ଅବଶ୍ୟ କେତୋଟି ମଦ ଦୋକାନକୁ ବନ୍ଦ ରଖିଥିଲେ, 70ରୁ ଉର୍ଦ୍ଧ୍ୱ ମଦ ଦୋକାନକୁ ବନ୍ଦ ରଖିଥିଲେ। କିନ୍ତୁ ଗତକାଲି ବିଧାନସଭାରେ ଅଖିଳ ବିଧାୟକ ଅଖିଳ ନାୟକଙ୍କର ଏକ ପ୍ରଶ୍ନର ଉତ୍ତରରେ ଆମର ଅବକାରୀ ମନ୍ତ୍ରୀ ନିଜେ ସୂଚନା ଦେଇଛନ୍ତି ଯେ 70ଟି ମଦ ଦୋକାନ ଯୋଉ ବନ୍ଦ ଥିଲା ମାନେ ପୂର୍ବ ସରକାର ବେଳେ ଚାଲିଥିଲା। ତାମାନେ ମଦ ଦୋକାନ ପୂର୍ବ ସରକାର ବେଳେ ବି ଚାଲିଥିଲା। ସେଇ ମଦ ଦୋକାନକୁ ଆଶା କରାଯାଉ, ଯେହେତୁ ନିଶା ମୁକ୍ତି କଥା ଭାରତୀୟ ଜନତା ପାର୍ଟି କହୁଥିଲା, ଆଶା କରାଯାଉଥିଲା ବୋଧେ ମଦ ଦୋକାନ ସଂଖ୍ୟା କମିବ, କଣ କରିବ ଚିନ୍ତା କରୁଥିଲେ, ଆଶା କରୁଥିଲେ ଲୋକ। କିନ୍ତୁ ଗତକାଲି ମନ୍ତ୍ରୀ ନିଜେ ସୂଚନା ଦେଇଛନ୍ତି ଯେ 70ଟି ବନ୍ଦ ଥିବା ଦୋକାନକୁ ଖୋଲାଯିବ, 4ଟା ଠିପି ଖୋଲା ମଦ ଦୋକାନ ପାଇଁ ଆସିଛି ପ୍ରସ୍ତାବ, ସେ ଉପରେ ମଧ୍ୟ ସରକାର ଚିନ୍ତା କରୁଛନ୍ତି। ଠିକ ଅଛି, ରାଜସ୍ୱ ପାଇଁ ଆମେ ତ ଏପର୍ଯ୍ୟନ୍ତ ଗୋଟେ ଅବକାରୀର ବିକଳ୍ପ ରାଜସ୍ୱ ପନ୍ଥା ଆମେ ଏପର୍ଯ୍ୟନ୍ତ ଚିହ୍ନଟ କରିବା ପାଇଁ ଆମ ଭିତରେ ମାନସିକତା ଏପର୍ଯ୍ୟନ୍ତ କୌଣସି ସରକାର ଆସିଲା ନାହିଁ। ଯଦି ଆମେ ନିଶାମୁକ୍ତ ସମାଜ ଗଠନ କରିବାକୁ ଚାହୁଁଛେ, ଅବକାରୀରୁ ତ ଆମେ ଗୋଟେ ମାନେ ବିଶାଳ ରାଜସ୍ୱ, ସିଂହଭାଗ ରାଜସ୍ୱ ପାଉଛେ। ଯେ ସିଂହଭାଗ ରାଜସ୍ୱକୁ କୋଉ କ୍ଷେତ୍ରରୁ ଆମେ ତାକୁ ଭରଣା କରିବା, ସେ ଦିଗରେ ଏପର୍ଯ୍ୟନ୍ତ କୌଣସି ପ୍ରକାର ରାଜ୍ୟ ସରକାରଙ୍କ ତ ନା ପୂର୍ବ ସରକାର ନା ବର୍ତ୍ତମାନର ସରକାର କେହି କେବେ ସେ ବିଷୟରେ ଚିନ୍ତା କରିନାହାନ୍ତି। ତେଣୁ ମଦକୁ ବନ୍ଦ କରିବା ଏ ସରକାର ମାନଙ୍କର ମାନସିକତାରେ ନାହିଁ, ଯୋଉଟା କି ଗତକାଲି ମନ୍ତ୍ରୀଙ୍କର ଉତ୍ତରରୁ ଜଣାପଡିଛି। କିନ୍ତୁ ଅପରପକ୍ଷରେ ଆପଣଙ୍କୁ ଦେଖିବେ ଆଜି ମୋଦିଜୀଙ୍କର ଯୋଉ ଜନ୍ମଦିନ ଉପଲକ୍ଷେ ଯୋଉ ସେବା ପର୍ବ ଚାଲିଛି, ସପ୍ତାହ ଚାଲିଛି, ସେ ଅବସରରେ ଆଜି ନମୋ ମାରାଥନ ହେଇଛି, ଯୋଉଥିରେ କି ନିଶାମୁକ୍ତ ସମାଜ ଗଠନ କରିବା ପାଇଁ ଆହ୍ୱାନ ଦିଆଯାଇଛି। ଏଇଟା ବହୁତ ଆର କଣ୍ଟ୍ରାଡିକ୍ଟିଂ। ଗୋଟେ ପଟେ ମଦ ଦୋକାନ ଆମେ ଖୋଲୁଛେ, ବନ୍ଦ କରିଥିବା ମଦ ଦୋକାନ ଯୋଉଟାକୁ ଆମେ ବନ୍ଦ ରଖିଥିଲେ ତାକୁ ବି ଖୋଲିବା ପାଇଁ ଆମେ ପ୍ରତିଶ୍ରୁତି ଦଉଛେ, ଆଉ ଗୋଟିଏ ପଟେ ନିଶାମୁକ୍ତ। ଏଇଟା ବହୁତ ଆର କଣ୍ଟ୍ରାଡିକ୍ଟିଂ। କେମିତି ସରକାର ଏସବୁ କୋଉ କଥା ଆଚରଣ ଉଚ୍ଚାରଣରେ ଆମମାନଙ୍କର ସ୍ଥିରତା ରହିବା ଦରକାର। ଗତକାଲି ମନ୍ତ୍ରୀ ଯେତେବେଳେ ଉତ୍ତର ଦେଇଛନ୍ତି, ଆଜି ଏ ରାଲିର କୌଣସି ପ୍ରାସଙ୍ଗିକତା ରହିଲା ଭଳି ଆଉ ଲାଗୁନାହିଁ। ବୋଧହୁଏ କୋଉଠି ନା କୋଉଠି ସରକାରଙ୍କର ବିଭାଗ ଭିତରେ ସମନ୍ୱୟର ଅଭାବ ରହୁଛି, নহଲେ ମୁଖ୍ୟମନ୍ତ୍ରୀ ନିଜେ ଆଜି ଏ ରାଲିରେ ଉପସ୍ଥିତ ରହିକି ନିଶା ମୁକ୍ତିର ଆହ୍ୱାନ ଦେଇନଥାନ୍ତି। ଗୋଟିଏ ପଟେ ମନ୍ତ୍ରୀ କହୁଛନ୍ତି ମଦ ଦୋକାନ ଖୋଲିବ, ଆଉ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ କହୁଛନ୍ତି। ତେଣୁ ଗୋଟେ ସରକାରଙ୍କ ଭିତରେ ସମନ୍ୱୟ ଆସନ୍ତା, ବିଭାଗ ଭିତରେ ସମନ୍ୱୟ ଆସନ୍ତା, ହୁଏତ ସରକାର ଏଭଳି ଯୋଉ ବର୍ତ୍ତମାନ ଦେଖନ୍ତୁ ୟାକୁ ନେଇକି ବର୍ତ୍ତମାନ ସମାଲୋଚନା ଲୋକ ବିରୋଧୀ ଦଳ କରିବା ଆରମ୍ଭ କରିଛନ୍ତି। ସରକାରଙ୍କର ଦୁମୁହା ନୀତି ବୋଲି କହୁଛନ୍ତି। ତେଣୁ ଯଦି ସରକାରଙ୍କର ବିଭାଗ ମଧ୍ୟରେ ସମନ୍ୱୟ ଟିକେ ରହନ୍ତା, ହୁଏତ ଏଭଳି ପରିସ୍ଥିତି ସୃଷ୍ଟି ହୁଅନ୍ତା ନାହିଁ। ଆପଣ ନିଶା ବନ୍ଦ କରିବେ କି ନିଶା ଚଲେଇବେ, ସେଟା ତ ସରକାରଙ୍କର ପଲିସି ଡିସିସନ। ଆପଣ ବିକଳ୍ପ ରାଜସ୍ୱ ପନ୍ଥା ନ କଲା ପର୍ଯ୍ୟନ୍ତ ଆପଣ ବିକଳ୍ପ ରାଜସ୍ୱ ଆପଣ, ତା ମାନେ ନୁହଁ ଯେ ଓଡ଼ିଶା ଅପାର ପ୍ରାଚୁର୍ଯ୍ୟର ଭଣ୍ଡାର, ଆମେ ତାକୁ ସୁବିନିଯୋଗ କରିବାରେ ବୋଧହୁଏ କୋଉଠି ନା କୋଉଠି ଆମେ ବୋଧହୁଏ ଖୋଜିବାରେ ଆମେ କୋଉ ବାଟରେ ଆମେ ବିକଳ୍ପ ରାଜସ୍ୱ ଆଦାୟ କରିପାରିବା, ବୋଧହୁଏ ଆମେ ତାକୁ ଖୋଜିବାରେ ଆମର ଆନ୍ତରିକତା ନାହିଁ। ତେଣୁ ସରକାର ଯଦି ନିଶାଟାକୁ ମାନେ ମଦଟାକୁ ଚଲେଇବା ପାଇଁ ଚାହୁଁଛନ୍ତି, ମନ୍ତ୍ରୀ ନିଜେ କହୁଛନ୍ତି ଯେ ଆଉ ବନ୍ଦ ଥିବା ଦୋକାନ ବି ଖୋଲିବ, ଏପରି ଯୋଉ ନିଶା ନିବାରଣ ପାଇଁ ଯୋଉ ରାଲି, ଏଇଟା ଗୋଟେ କେମିତି ତାର ଗୋଟେ ପରିପନ୍ଥୀ ହେଲା ଭଳିଆ ଲାଗୁଛି। ସରକାର ଆଗାମୀ ଦିନରେ ନିଷ୍ପତ୍ତି ନେବେ, ସରକାର ନିଶାମୁକ୍ତ ସମାଜ ଗଠନ କରିବେ କି ମଦ ଦୋକାନ ସଂଖ୍ୟା ବଢେଇବେ। ରେଭେନ୍ୟୁ ଜେନେରେଟ୍ ହେଇଥାଏ, ମାତ୍ରାଧିକ ରାଜସ୍ୱ ମିଳିଥାଏ ରାଜ୍ୟ ସରକାରକୁ, ତାପରେ ଯୁବପିଢିଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେବା ମଦ ଦୋକାନ ଖୋଲି। ନାଇଁ, ମଦରୁ ଯେତିକି ରାଜସ୍ୱ ଆସୁଛି ତାର ପ୍ରତିକୂଳ ପ୍ରଭାବ ମଣିଷ ଶରୀରରେ ପଡୁନି କି?
सेही बाबद सरकार को स्वास्थ्य क्षेत्र में विनियोग करने को पड़ुनी कि सबु दिग को आम कहूनी सरकार गोटे सरकार चलैया अर्थ दरकार सरकार को आम हठात पूर्व सरकार तो मद बंद कर पारि नथिले पूर्व सरकार तो मद दुकान खोली चली ए सरकार भी हठात गोटे आसिक विकल्प पंथा विकल्प राजस्व आय पंथा गोटे किसी निर्धारण कर पारि नाहंती पर्यंत आमे जदि मु कहूनी आमर तो खनिज प्राचुर्य तो केते दिन चलिबो से तो समय कहबो किंतु आम पाखे जो पर्यटन क्षेत्र में जो विभिन्न बहुविध पर्यटन क्षेत्र जो शिल्प रही आम जब पर्यटन क्षेत्र को आम जदि अधिक गुरुत्व दियंते तेबे हुए तो निजुक्ति आत्मनिजुक्ति रोजगार बाट आम करते राजस्व भी आसी पारंता मु कहूनी आम तो अज्ञ लोक ए क्षेत्र में सरकार बाट तार काढ़े जो राज्य माने जो माने निशा मुक्ति कथा कही निशा रु राजस्व कमी जाइए से राज्य चलुची ना नहीं चलुची से केमती चलाउछन्ति सरकार अनुध्यान करंतु सरकार अनुध्यान करके निशामुक्त समाज गठन करेंगे कि एभली मद दुकान खोलिबे सरकार निष्पत्ति नियंतु।